ଆମ ଓଡ଼ିଆ ଘରର ପ୍ରତ୍ୟେକ ପର୍ବପର୍ବାଣୀ ନେଚର ବା ପ୍ରକୃତି ସାଙ୍ଗରେ ଜଡ଼ିତ। ଯେମିତିକି ଆମ ଅଗଣାରେ ମା ବୃନ୍ଦାବତୀ ପୂଜା ପାଇଲା ବେଳକୁ କାର୍ତ୍ତିକ ମାସରେ ଆମ ଘରେ ଘରେ ଅଁଳା ଗଛ ପୂଜା କରାହୁଏ। ଠିକ୍ ସେମିତି ପୌଷ ମାସରେ ପୌଷ ଅମାବାସ୍ୟାରେ ଆମ୍ବ ଗଛ ପୂଜା କରାହୁଏ। ଆଉ ପୌଷ ଅମାବାସ୍ୟାକୁ ବକୁଳ ଅମାବାସ୍ୟା ବା ବଉଳ ଅମାବାସ୍ୟା କୁହାଯାଏ। ଆଉ ତା ବଉଳ ବା ତା ଆମ୍ବ ଗଛର ଫୁଲକୁ ଠାକୁରଙ୍କ ପାଖରେ ଲାଗି କରାଯାଏ। ଆଉ ସେଇଦିନ ଏଇ କ୍ଷୀର ଗଇଁଠା ବା ଦୁଧ ଗଇଁଠା ପ୍ରସାଦ ଭାବରେ ଠାକୁରଙ୍କ ପାଖରେ ଲାଗି କରାହୁଏ। ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ତ ଚାଲନ୍ତୁ ଆଜି ସେଇ କ୍ଷୀର ଗଇଁଠା ବା ଦୁଧ ଗଇଁଠା ପ୍ରସ୍ତୁତ କରିବା। ସେଥିପାଇଁ ଏଠି ମୁଁ ନେଇଛି 1 କପ୍ ବାସୁମତୀ ଅରୁଆ ଚାଉଳର ଗୁଣ୍ଡ, ଅଧା କପ୍ ଚିନି, ଖଣ୍ଡେ ଡାଲଚିନି, 2ଟା ବଡ଼ ଅଳେଇଚ, ଖଣ୍ଡେ ଖୋପରା ବା ଶୁଖା ନଡ଼ିଆ, ଆଲମଣ୍ଡସ୍, ତେଜପତ୍ର, ଲୁଣ। ଆପଣ ଶୁଖା ନଡ଼ିଆ ଜାଗାରେ କଞ୍ଚା ନଡ଼ିଆକୁ ବା ଫ୍ରେଶ୍ ନଡ଼ିଆକୁ ମଧ୍ୟ ନେଇପାରିବେ। ଏବେ ଅଧା ଲିଟର କ୍ଷୀର। ଏବେ କଡ଼େଇରେ 1.5 କପ୍ ପାଣି ଦେବା, କାରଣ 1 କପ୍ ଚାଉଳ ଗୁଣ୍ଡ ପାଇଁ ମୁଁ ଏଠି 1.5 କପ୍ ପାଣି ନେଇଛି। ସେଥିରେ ଲୁଣ ପକାଇବା, ଟିକେ ଘିଅ ପକାଇକି ଏବେ ଚାଉଳଟାକୁ ଜନ୍ତୁଣି କରିବା। ଟିକେ ଅଧିକ ପାଣି ଦେଇକି ଚାଉଳଟାକୁ ଜନ୍ତୁଣି କରିବା, କାରଣ ଚାଉଳର ଜନ୍ତୁଣିଟା ପିଠା ଭଳିଆ ନ ହେଇକି ପିଠାର ବ୍ୟାଟର ଭଳିଆ ନ ହେଇକି ଟିକେ ପାଣି ପାଣି କରାଯିବ। ଚାଉଳର ଜନ୍ତୁଣି କରିବା ପୂର୍ବରୁ ଚାଉଳ ଗୁଣ୍ଡରେ ଟିକେ ଅଳ୍ପ ଟିକେ ଚିନି ମିଶାଇ ଦେବା, ତାହେଲେ ଚାଉଳ ଗୁଣ୍ଡଟା ଜନ୍ତୁଣି କଲାବେଳେ ଆଉ ସେଥିରେ ଗୋଟା ଧରିବନି ବା ଗୁଟଲି ଧରିବନି। ଏବେ ଟିକେ ଚିନି ମିଶାଇ ଦେଇକି ଆମେ ଚାଉଳଟା ଜନ୍ତୁଣିଟାକୁ ପ୍ରସ୍ତୁତ କରିନେବା। ଚାଉଳ ଜନ୍ତୁଣିକୁ ପୁରା ଶୁଖା ନ କରିକି ଟିକେ ଏମିତି ହାଲକା ପାଣି ପାଣି ବା ନରମ ପାଗ କରିକି ବାହାର କରିନେଇଛି। ଏମିତି କଲେ କ'ଣ ହେବ ନା, ଆମେ ଯେତେବେଳେ ଗଇଁଠାଟା ତିଆରି କରିକି ଏଥିରେ ଦେବା, ତାହେଲେ ଆମ ଗଇଁଠାଟା ନରମ ରହିବ। ଯଦି ପୁରା ଶୁଖା କରିକି ଟାଇଟ୍ କରିକି ବାହାର କରିନେବା, ତାହେଲେ ଗଇଁଠା ପିଠାଟା କ'ଣ ହେବ ନା ଟାଣ ଲାଗିବ, ଯେଉଁଟାକି ଖାଇବାକୁ ଭଲ ଲାଗେନି। ଏବେ ବାହାର କରିନେଇକି ଚାଉଳଟାକୁ ଜନ୍ତୁଣିଟାକୁ ଥଣ୍ଡା କରିଦେବା। ସେଇ କଡ଼େଇରେ ମୁଁ ପାଣି 1 କପ୍ ପାଣି ଆଉ କ୍ଷୀର ଦେଇକି ଫୁଟିବାକୁ ରଖିଦେଇଛି। ପାଣି ଟିକେ ଦେଇକିନା କ୍ଷୀରଟାକୁ ରଖିଲେ ଆଉ କ୍ଷୀରଟା କ'ଣ ହେବ ନା କଡ଼େଇରେ ତଳେ ଲାଗିଯିବନି। ତେଣୁ ପ୍ରଥମେ ଆଗ ଟିକେ ପାଣି ଦେଇକି ତାପରେ କ୍ଷୀର ଦେଇଦେବା। ସେଥିରେ ତେଜପତ୍ର ପକାଇକି କ୍ଷୀରକୁ ଭଲ ଭାବରେ ଫୁଟିବାକୁ ଛାଡ଼ିଦେବା। ଏପଟେ ଯେଉଁ ଚାଉଳ ଜନ୍ତୁଣିଟାକୁ ଜନ୍ତୁଣି କରିକିନା ରଖିଛେ, ତାକୁ ହାତରେ ଟିକେ ଘିଅ ଲଗେଇକି ତାକୁ ଛୋଟ ଛୋଟ ବଲ୍ ସବୁ ତିଆରି କରିବା। ଏଇଟା ଆଉ ଚକଟିବାକୁ ପଡ଼ିବନି, କାରଣ ଏଇଟା ନରମ ପାଗ କରିକିନା ବାହାର କରିଛେ, ତେଣୁ ଏଟାକୁ ଆଉ ଚକଟିବାକୁ ପଡ଼ିବନି। ଟିକେ ଖାଲି ଥଣ୍ଡା କରିକି ହାତରେ ଲାଗିଯିବ, ଯେହେତୁ ଗରମ ଥିବା ଅବସ୍ଥାରେ, ତେଣୁ ଥଣ୍ଡା କରିକି ଏମିତି ଛୋଟ ଛୋଟ ବଲ୍ ସବୁ ତିଆରି କରିବା। ପ୍ରଥମେ ଆଗ ସେ ଗୋଲ ଗୋଲ ହେବନି, ଗରମ ଥିବା ଅବସ୍ଥାରେ ଆଗ ଛୋଟ ଛୋଟ ପାର୍ଟ ସବୁ ତାର ବାହାର କରିସାରିଲା ପରେ ଟିକେ ଥଣ୍ଡା ହେଇଗଲା ପରେ ତାକୁ ଗୋଲ ଗୋଲ କରିଲେ ସେ ଯାଇକି ହେବ। ଫ୍ରେଣ୍ଡସ୍, ଯଦି ଆପଣ ପ୍ରଥମ କି ମୋ ଭିଡ଼ିଓ ଦେଖୁଛନ୍ତି, ତାହେଲେ ଲାଇକ୍ କରିବେ, ସେୟାର କରିବେ। ଆଉ ଯଦି ଫାର୍ଷ୍ଟ ଟାଇମ୍ ମୋ ଚ୍ୟାନେଲକୁ ଆସିଛନ୍ତି, ତାହେଲେ ସବସ୍କ୍ରାଇବ୍ କରିନେବେ। ଯଦି ଫେସବୁକ୍ ପେଜରେ ଦେଖୁଛନ୍ତି, ତାହେଲେ ନିଶ୍ଚୟ ଫଲୋ କରିନେବେ। ଏବେ ଆମର ରାଇସ୍ ବଲ୍ ସବୁ ଏମିତି ରେଡ଼ି କରିଦେଲେ। ଏବେ ଏଠି ଗୋଟେ କ୍ଷୀର ବି ଆମର ଫୁଟି ସାରିଲାଣି। ତାକୁ ତେଜପତ୍ରଟାକୁ ଯେଉଁ ଆମେ ପକାଇକି ରଖିଥିଲେ ତାକୁ ବାହାର କରିଦେବା। ତେଜପତ୍ରର ବାସ୍ନା ଅଲରେଡ଼ି କ୍ଷୀରରେ ଆସି ସାରିଲାଣି, ତେଣୁ ତେଜପତ୍ରକୁ ବାହାର କରିଦେବା। ଏବେ ଯେଉଁ ରାଇସ୍ ବଲ୍ ସବୁ ଆମେ ତିଆରି କରିକିନା ରଖିଲେ, ଯେଉଁ ଗଇଁଠା ସବୁ ଗୋଲ ଗୋଲ କରିକିନା ରଖିଲେ, ତାକୁ ସବୁ ଏଥିରେ ଧୀରେ ଧୀରେ କ୍ଷୀରରେ ଫୁଟାଇଦେବା। କ୍ଷୀର ଫୁଟିଲା ବେଳେ ଟିକେ ପକାଇଲା ବେଳେ ଟିକେ ଆଗ ଫ୍ଲେମ୍‌କୁ କମ୍ କରିଦେବା। ତାପରେ ଯେଉଁ ଡାଲଚିନି ଆଉ ବଡ଼ ଅଳେଇଚକୁ ତାକୁ ଛେଚିକି ସେଥିରେ ଦେଇଦେବା। କ୍ଷୀରଟାକୁ ବେଶୀ ଫୁଟେଇକି ମୋଟା କରିବେନି, କାରଣ ଯେତେବେଳେ ରାଇସ୍ ବଲ୍ ପକାଇ ସାରିଲା ପରେ ଆଉ ଫ୍ଲେମ୍‌କୁ ମିଡ଼ିୟମ୍ ଫ୍ଲେମ୍‌ରେ ରଖିବେ। ଏବେ ଚିନି ପକାଇବା। ମୁଁ ଏଠି 4ରୁ 5 ଚାମଚ ଚିନି ଦେଇଛି। ଯଦି ଆପଣ ଟିକେ ଅଧିକ ମିଠା ଖାଆନ୍ତି, ତାହେଲେ ଆଉ ଟିକେ ଚିନି ବଢ଼ାଇ ପାରିବେ। ଚିନି ପକାଇ ସାରିଲା ପରେ ଫ୍ଲେମ୍‌କୁ କମ୍ କରିଦେଇକି 2-3 ମିନିଟ୍ ପର୍ଯ୍ୟନ୍ତ ଫୁଟିବାକୁ ଛାଡ଼ିବା। ଏଇଭଳିଆ ପାଣି ଅବସ୍ଥାରେ କରିକି ଆମକୁ ରଖିବାକୁ ପଡ଼ିବ। ଯଦି ଆମେ ପୁରା କ୍ଷୀରି ଭଳିଆ ମୋଟା କରିକିନା ରଖିଦେବା, ତାହେଲେ ସେ ଥଣ୍ଡା ହେଇଗଲା ପରେ ସେ କ'ଣ ହେବ ନା ବସିକି ପୁରା ମୋଟା ହେଇଯିବ, ଯେଉଁଟାକି ଭଲ ଲାଗେନି ଖାଇବାକୁ। ମାତ୍ର 2-3 ମିନିଟ୍ ଫୁଟାଇ ସାରିଲା ପରେ ଚିନି ପିଘଳିଯିବ। ତାପରେ ସେଥିରେ ମୁଁ 2 ଚାମଚ କଣ୍ଡେନ୍ସ ମିଲ୍କ ଦେଇଛି। ଆପଣ ଯଦି କଣ୍ଡେନ୍ସ ମିଲ୍କ ଅଛି ତ ଦେବେ, ନହେଲେ ମିଲ୍କ ପାଉଡ଼ର 2 ଚାମଚ ମଧ୍ୟ ଦେଇପାରିବେ। ଏବେ ଖୋପରାକୁ ପକାଇଦେବା, ମାନେ ଶୁଖା ନଡ଼ିଆ। ଶୁଖା ନଡ଼ିଆ ଜାଗାରେ ଆପଣ ଅଳ୍ପ ଟିକେ ନଡ଼ିଆକୁ ଫ୍ରେଶ୍ ନଡ଼ିଆର କୋରାକୁ ମଧ୍ୟ ଦେଇପାରିବେ।
ଅନ୍ୟାନ୍ୟ ମୁଁ ଆଲମଣ୍ଡସ୍ ପକେଇଛି, ଆପଣ ଚାହିଁଲେ ଅନ୍ୟାନ୍ୟ ଡ୍ରାଏ ଫ୍ରୁଟ୍ସ ମଧ୍ୟ ପକେଇ ପାରିବେ। ଏବେ ତାକୁ ଦେଇଦେବା। ଆମର କ୍ଷୀର ଗଇଁଠା ବା ଦୁଧ ଗଇଁଠା ରେଡ଼ି ହେଇଗଲା। ଟିକେ ଗରମ ଥିବା ଅବସ୍ଥାରେ ତାକୁ ପ୍ରସାଦ ଲଗେଇକି ଆପଣ ଖାଇଲେ ଏଇଟା ବହୁତ ଭଲ ଲାଗେ। ତ ଫ୍ରେଣ୍ଡସ୍, ନିଶ୍ଚୟ ବନାନ୍ତୁ ବଉଳ ଅମାବାସ୍ୟାରେ, ଆଉ ବଉଳ ଫୁଲ ସାଙ୍ଗରେ ଠାକୁରଙ୍କ ପାଖରେ ପ୍ରସାଦ ଲଗେଇ ଖାଆନ୍ତୁ। ଆଉ ଭିଡ଼ିଓକୁ ଲାଇକ୍ କରିକି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜରେ ଦେଖୁଥିଲେ ନିଶ୍ଚୟ ଫଲୋ କରିନେବେ।